ନମସ୍କାର ଦର୍ଶକ ବନ୍ଧୁ। ଆଜି ହେଉଛି 29 ମାର୍ଚ୍ଚ ରବିବାର। ଆଜିର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଖବର ଜାଣିବା ପାଇଁ ଭିଡ଼ିଓକୁ ଶେଷ ଯାଏଁ ଦେଖନ୍ତୁ। ପ୍ରତିଦିନ ଏଭଳି ଖବର ଜାଣିବା ପାଇଁ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ କରନ୍ତୁ। ଏଭଳି ଖବର ରହିଛି ଯାହା ଆପଣ ଜାଣିବା ନିହାତି ଜରୁରୀ। ଓଡ଼ିଶାରେ ଏବେ ଖରା ଓ ବର୍ଷାର ଲୁଚକାଳି ଖେଳ ଜାରି ରହିଛି। ଦିନରେ ପ୍ରଚଣ୍ଡ ରୌଦ୍ର ତାପ ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବା ବେଳେ ସଞ୍ଜ ହେଲେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳୁଛି। ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା 24 ଘଣ୍ଟାରେ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର, ଦେଓଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ସମେତ 23ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି, ଯେଉଁଠି ପବନର ବେଗ ଘଣ୍ଟା ପ୍ରତି 60 କିଲୋମିଟର ଛୁଇଁପାରେ। ଅନ୍ୟପଟେ ଟିଟିଲାଗଡ଼ରେ ପାରଦ 39 ଡିଗ୍ରୀ ଉପରେ ରହିଥିବା ବେଳେ ଏପ୍ରିଲ 4 ସୁଦ୍ଧା ଏହି ଅଦିନିଆ ବର୍ଷା ଲାଗି ରହିବ। ତେଣୁ ବାହାରକୁ ବାହାରିବା ସମୟରେ ସତର୍କ ରୁହନ୍ତୁ ଏବଂ ପାଣିପାଗ ବିଭାଗର ସୂଚନା ନିଅନ୍ତୁ। ପଶ୍ଚିମ ଏସିଆରେ ବଢ଼ୁଥିବା ଭୟଙ୍କର ଉତ୍ତେଜନା ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଇରାନର ପୂର୍ଣ୍ଣ ନିୟନ୍ତ୍ରଣ ଦାବି ସତ୍ତ୍ୱେ ଭାରତର ପେଟ୍ରୋଲିୟମ ଉତ୍ପାଦ ବୋଝେଇ ଦୁଇଟି ଜାହାଜ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ଇରାନ ବୈଦେଶିକ ମନ୍ତ୍ରୀ ଭାରତକୁ ଏକ ମିତ୍ର ଦେଶ ଭାବେ ଦର୍ଶାଇ ଏହି ଜଳମାର୍ଗକୁ ଖୋଲା ରଖିଛନ୍ତି। ଜାହାଜ ଓ ନାବିକଙ୍କ ସୁରକ୍ଷା ପାଇଁ ଭାରତୀୟ ନୌସେନାର ଯୁଦ୍ଧପୋତଗୁଡ଼ିକୁ ପ୍ରମୁଖ ବନ୍ଦର ନିକଟରେ ମୁତୟନ କରାଯାଇଛି। ସରକାରଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ପାରସ୍ୟ ଉପସାଗରରେ ଥିବା 20ଟି ଭାରତୀୟ ଜାହାଜ ଓ 540 ଜଣ ନାବିକ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଏପର୍ଯ୍ୟନ୍ତ 4ଟି ଏଲପିଜି ଜାହାଜ ସଫଳତାର ସହ ଭାରତରେ ପହଞ୍ଚି ସାରିଛି। ବିଦେଶ ମନ୍ତ୍ରାଳୟ ଓ ନୌସେନା ମିଳିତ ଭାବେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି, ଯାହାଦ୍ୱାରା ଦେଶର ଶକ୍ତି ଯୋଗାଣରେ କୌଣସି ବାଧା ସୃଷ୍ଟି ନ ହେଉ। ଭାରତର ଏହି କୂଟନୈତିକ ସଫଳତା ବିଶ୍ୱ ଦରବାରରେ ପୁଣିଥରେ ନିଜର ଶକ୍ତି ପ୍ରଦର୍ଶନ କରିଛି। ସୁନା ଓ ରୂପା ବଜାରରେ ପୁଣି ଏକ ବଡ଼ ଧମାକା ଦେଖିବାକୁ ମିଳିଛି। ଧୀରେ ଧୀରେ କମୁଥିବା ସୁନା ଦର ଏବେ ହଠାତ୍ ଆକାଶଛୁଆଁ ହୋଇଛି। ଆଜି 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 2,510 ଟଙ୍କା ବୃଦ୍ଧି ପାଇ 1,48,000 ଟଙ୍କା ପାର କରିଛି। ସେହିପରି 22 କ୍ୟାରେଟ୍ ସୁନା ଦର ମଧ୍ୟ 2,300 ଟଙ୍କା ମହଙ୍ଗା ହୋଇ 1,35,750 ଟଙ୍କାରେ ପହଞ୍ଚିଛି। ଖାଲି ସୁନା ନୁହେଁ, ରୂପା ଦର ମଧ୍ୟ କେଜି ପିଛା 5,000 ଟଙ୍କା ବଢ଼ି ଏବେ 2.5 ଲକ୍ଷ ଟଙ୍କା ଛୁଇଁଛି। ଲଗାତାର 6 ମାସ ହେଲା ଦରରେ ସ୍ଥିରତା ନଥିବାରୁ ବିବାହ ଋତୁରେ ଗରିବ ଓ ମଧ୍ୟବିତ୍ତ ପରିବାର ଏବେ ଚିନ୍ତାରେ ପଡ଼ିଛନ୍ତି। ପ୍ରତିଦିନ ଦର ବଢ଼ୁଥିବାରୁ ଗ୍ରାହକଙ୍କ ମଧ୍ୟରେ ନିରାଶା ଦେଖିବାକୁ ମିଳିଛି। ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାରରେ ଏହି ନୂଆ ଦର ଉପରେ ନଜର ରଖନ୍ତୁ। ଶକ୍ତିଶାଳୀ ଡଲାର ଏବଂ ବିଶ୍ୱସ୍ତରୀୟ ସଙ୍କଟ ଯୋଗୁଁ ସୁନା ବଜାରରେ ଏଭଳି ଅସ୍ଥିରତା ଜାରି ରହିଛି। ଓଡ଼ିଶାର ମହିଳାମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ଆସନ୍ତା ଏପ୍ରିଲ 1 ତାରିଖରୁ ସୁଭଦ୍ରା ଯୋଜନାରେ ନୂତନ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଯେଉଁ ଯୋଗ୍ୟ ମହିଳାମାନେ ପୂର୍ବରୁ ଆବେଦନ କରିପାରି ନଥିଲେ, ସେମାନେ ଏପ୍ରିଲ 30 ତାରିଖ ମଧ୍ୟରେ ଏହି ସୁଯୋଗ ପାଇପାରିବେ। ନୂଆ ନିୟମ ଅନୁଯାୟୀ 1 ଏପ୍ରିଲ 2026 ସୁଦ୍ଧା ଆବେଦନକାରୀଙ୍କ ବୟସ 21 ବର୍ଷ ହୋଇଥିବା ଅନିବାର୍ଯ୍ୟ। ଅଧିକାରୀମାନେ ବାର୍ଷିକ 2ଟି କିସ୍ତିରେ ମୋଟ 10,000 ଟଙ୍କା ପାଇପାରିବେ। ଆପଣ ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଅନଲାଇନ କିମ୍ବା ଅଙ୍ଗନବାଡି କେନ୍ଦ୍ର ଓ ଜନସେବା କେନ୍ଦ୍ରକୁ ଯାଇ ଅଫଲାଇନରେ ମାଗଣା ଫର୍ମ ଫିଲ୍ଅପ୍ ଦାଖଲ କରିପାରିବେ। ଏଥିପାଇଁ ଆଧାର କାର୍ଡ ସହ ବ୍ୟାଙ୍କ ଆକାଉଣ୍ଟ ଏବଂ ଇକେୱାଇସି କରିବା ନିହାତି ଜରୁରୀ। ସରକାରୀ ଚାକିରିଜୀବୀ ଓ ଆୟକର ଦାତାଙ୍କୁ ଏହି ଯୋଜନାରୁ ବାଦ୍ ଦିଆଯାଇଛି। ତେଣୁ ଯଥାଶୀଘ୍ର ନିଜର ଆବଶ୍ୟକୀୟ ଦସ୍ତାବେଜ ପ୍ରସ୍ତୁତ ରଖନ୍ତୁ ଏବଂ ସରକାରଙ୍କ ଏହି ଜନହିତକର ଯୋଜନାରେ ସାମିଲ ହୁଅନ୍ତୁ। ଦେଶର ଅର୍ଥନୀତିକୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ପରିସ୍ଥିତି ଯୋଗୁଁ ଭାରତୀୟ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ସଦ୍ୟତମ ରିପୋର୍ଟ ଅନୁସାରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଥିବାରୁ ଦେଶରେ ମୁଦ୍ରାସ୍ଫୀତି ବଢ଼ିବା ସହ ସାଧାରଣ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇପାରେ। ପୂର୍ବରୁ 2027 ପାଇଁ ଜିଡିପି ଅଭିବୃଦ୍ଧି ହାର 7.4 ରହିବ ବୋଲି ଆକଳନ କରାଯାଇଥିଲା, କିନ୍ତୁ ବର୍ତ୍ତମାନର ଭୌଗୋଳିକ ଅସ୍ଥିରତା ଯୋଗୁଁ ଏଥିରେ ବଡ଼ ଧରଣର ହ୍ରାସ ଘଟିପାରେ। ବିଶେଷ କରି ଭାରତକୁ ଆସୁଥିବା ବିଦେଶୀ ପାଣ୍ଠିର 38% ଗୋଲ୍ଡ ଦେଶରୁ ଆସୁଥିବାରୁ ସେଠାକାର ଅଶାନ୍ତି ଭାରତର ବିଦେଶ ଆୟକୁ ପ୍ରଭାବିତ କରିବ। ଯଦିଓ ଦେଶର ମାଇକ୍ରୋ ଇକୋନୋମିକ୍ ସ୍ଥିତି ମଜବୁତ ରହିଛି, ତଥାପି ଶକ୍ତି ସୁରକ୍ଷା ଓ ଦରଦାମ ନିୟନ୍ତ୍ରଣ ପାଇଁ ସରକାର ଏବେ ସତର୍କ ହୋଇଛନ୍ତି। ଆଗାମୀ ଦିନରେ ଏହି ଆହ୍ୱାନର ସାମ୍ନା କରିବା ପାଇଁ ନୂତନ ସଂସ୍କାର ଉପରେ ଗୁରୁତ୍ୱ ଦିଆଯାଉଛି। ମଧ୍ୟପ୍ରାଚ୍ୟରେ ଏବେ ବିଶ୍ୱଯୁଦ୍ଧର ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି।
ଆମେରିକାର ଗ୍ରାଉଣ୍ଡ ଅପରେସନ ଘୋଷଣା ପରେ ଇରାନ ନିଜର ରୌଦ୍ର ରୂପ ପ୍ରକାଶ କରିଛି। ଇରାନର ସର୍ବୋଚ୍ଚ ନେତା ମୋସ୍ତାଫା ଖାମିନେଇଙ୍କ ଚେତାବନୀ ପରେ ସାଉଦି ଆରବ, କୁବେତ ଏବଂ ଜର୍ଡାନରେ ଥିବା ଆମେରିକୀୟ ଏୟାରବେସ୍ ଗୁଡ଼ିକ ଉପରେ ବ୍ୟାଲିଷ୍ଟିକ୍ ମିସାଇଲ ମାଡ଼ କରାଯାଇଛି। ଇରାନର ଫତେହ ହାଇପରସୋନିକ ମିସାଇଲ ଓ ସାହେନ ଡ୍ରୋନ୍ ଆମେରିକାର ଏୟାର ଡିଫେନ୍ସକୁ ଚକମା ଦେଇ ତୈଳ ଭଣ୍ଡାରଗୁଡ଼ିକ ଧ୍ୱଂସ କରିବାରେ ଲାଗିଛି। ଜବାବରେ ପେଣ୍ଟାଗନ ନିଜର ଶକ୍ତିଶାଳୀ ଯୁଦ୍ଧପୋତ ୟୁଏସ୍ଏସ୍ ତ୍ରିପୋଲିକୁ ସମୁଦ୍ରକୁ ଓହ୍ଲାଇଛି, ଯେଉଁଥିରେ F-35B ଫାଇଟର ଜେଟ୍ ଓ 2500 ମେରାଇନ କମାଣ୍ଡୋ ମୁତୟନ ଅଛନ୍ତି। ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଏହି ଯୁଦ୍ଧକୁ ମାତ୍ର କିଛି ସପ୍ତାହ ମଧ୍ୟରେ ଶେଷ କରିବାକୁ ପ୍ରକାଶ କରିଛନ୍ତି। ଯଦି ଏହି ସଂଘର୍ଷ ଜାରି ରହେ, ତେବେ ବିଶ୍ୱ ଅର୍ଥନୀତି ପୋଡ଼ି ପାଉଁଶ ହୋଇଯିବାର ଆଶଙ୍କା ରହିଛି। କୂଟନୀତିର ସମୟ ଏବେ ଶେଷ ହୋଇଥିବା ପରି ମନେ ହେଉଛି।